ଶୁଣନ୍ତୁ, କିଛି ଜିନିଷ ଏବଂ ପେନ୍‌ଡ୍ରାଇଭ୍ ଓ କିଛି ଫଟୋ ପୀତବାସ ପଣ୍ଡାଙ୍କ ଘରୁ ତାଙ୍କ ସ୍ତ୍ରୀଙ୍କ ପାଖରୁ ଜବତ ସ୍ତ୍ରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ପାଖରୁ ଜବତ କରିଥିଲେ ବୋଲି ପୁଲିସ ଲିଖିଛି। କିନ୍ତୁ କୌଣସି ଡକୁମେଣ୍ଟ ଆଜି ପର୍ଯ୍ୟନ୍ତ ଆମେ ପାଇନାହୁଁ। ସେ ଡକୁମେଣ୍ଟର କପି ଆମେ ପାଇବା ପାଇଁ ହକଦାର, କିନ୍ତୁ ଆମକୁ ସେମାନେ ଦେଇନାହାନ୍ତି। ତେଣୁ ଆମେ କୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲୁ ଯେ ସମ୍ପୃକ୍ତ ଯାହା ଯାହା କପି ଆମ ବିରୁଦ୍ଧରେ ଅଛି, ଅଭିଯୋଗ ଫର୍ଦ୍ଦରେ ଦାଖଲ ହେଇଛି, ତାର କପି ଆମକୁ ଦିଆଯାଉ। କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ସେ ଆମକୁ ଦେବେ ବୋଲିକି ଆମେ ଆଶା କରୁଛୁ। ଦ୍ୱିତୀୟ କଥା ହେଲା, ଯେତେବେଳେ ପୀତବାସ ପଣ୍ଡାଙ୍କର ହତ୍ୟା ହେଲା 6 ତାରିଖ ଦିନ, 7 ତାରିଖ ଦିନ ତାଙ୍କର ପୋଷ୍ଟମର୍ଟମ ସରିଲା। ଯଦି ତାଙ୍କର ପଇତାରେ ଗୋଟେ ଚାବି ଲାଗିଥିଲା 25/10 ପର୍ଯ୍ୟନ୍ତ ପୁଲିସ କରୁଥିଲା କ'ଣ? ତେଣୁ ଯୋଜନାବଦ୍ଧ ଭାବରେ ପୁଲିସ ଏଇଟାକୁ ଗୋଟେ ମନଗଢ଼ା କାହାଣୀ କରିକିରି ମାନେ ୟାକୁ ଆଣିକିରି 25 ତାରିଖ ଦିନ ତାଙ୍କର ଚାବି ଦେଲେ, ତାଙ୍କ ଚାବି ଖୋଲିଲେ, ଚାବିରୁ ଏଇଟା କଭର ମିଳିଲା, ଏ ପ୍ରକାର ଜିନିଷ ମିଳିଲା, ଏଇଟା ଗୋଟେ କାହାଣୀ ତିଆରି କରିଛନ୍ତି। ପ୍ରଥମ କଥା ହେଲା, ପୁଲିସ ଯେତେବେଳେ କହିଥିଲା ବାଲି ଦୁର୍ନୀତି, ଜମି ଦୁର୍ନୀତି, ମଦ ଦୁର୍ନୀତି, ରାଜନୈତିକ ଶତ୍ରୁତା, ଏ ସମସ୍ତ ଦିଗକୁ ପୁଲିସ ଛାଡ଼ି ଦେଇଛି। କେବଳ ଏଇ ଗୋଟିଏ ଜିନିଷକୁ ଆଧାର କରିକିରି ଏ ପ୍ରକାର ଜିନିଷରେ ସେ ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲିକି ଦେଖେଇଲେ, ଯୋଉଥିରେ କି ସେ ଚକ୍ରାନ୍ତ କରିକି ତାକୁ ହତ୍ୟା କଲେ ବୋଲିକି ଯୋଉ ଦେଖଉଛନ୍ତି, ଏଇଟା କପୋଳକଳ୍ପିତ ଗପ ପୁଲିସର। ଦ୍ୱିତୀୟ କଥା, ଜଣେ ରାଜନୀତି ନେତାକୁ, ଯେହେତୁ ସେ ଜିଲ୍ଲା ସଭାପତି ଥିଲେ ବିଜୁ ଜନତା ଦଳର, ତାଙ୍କୁ ବଦନାମ କରିବା ପାଇଁ ପୁଲିସର ଏକ ସୁଚିନ୍ତିତ କପୋଳକଳ୍ପିତ ଯୋଜନା ଏଇଟା ବୋଲି ଆମେ କହିପାରିବା। ଏଇ ଯୋଉ କିଛି ଗୋଟେ ପେନ୍‌ଡ୍ରାଇଭ୍ ସିଜ୍ କରିଥିଲେ, କିଛି ଫଟୋ ବିକ୍ରମ ପଣ୍ଡାଙ୍କର ମାନେ କିଛି ଅସଂଯତ ଅବସ୍ଥାରେ ଫଟୋ ସେମାନେ ସିଜ୍ କରିକିରି ପୁଲିସ ଦେଇଛନ୍ତି। କିନ୍ତୁ ସେ କାଗଜ କାହିଁ, ସେ ଫଟୋ କାହିଁ, ସେ ପେନ୍‌ଡ୍ରାଇଭ୍ କାହିଁ, ତାର କପି ଆମକୁ ଦେବା ଦରକାର। ଆପଣ ଜାଣିଛନ୍ତି ଆଜିକା ଡେଟ୍‌ରେ A1ରେ ସବୁ ଜାଗା ଏ ସମ୍ଭବପର। ଆପଣଙ୍କ ଗଣମାଧ୍ୟମରେ ଆମେ ଦେଖୁଥିଲୁ ବିକ୍ରମ ପଣ୍ଡା ଜେଲ ଭିତରେ କଏଦୀ ଡ୍ରେସ୍ ପିନ୍ଧିକିରି ଅଣ୍ଡା ଖାଉଛନ୍ତି। ସେ କଥା ଯଦି ସେ ଦୃଶ୍ୟ ଯଦି ସମ୍ଭବପର, ଏଇଟା ମଧ୍ୟ ସେମିତି ନ ହେଇଥିବ ବୋଲି କିଏ କହିବ? ଏଇଟା ପୁଲିସର ଏକ ସୁଚିନ୍ତିତ ମାନେ ଯୋଜନାବଦ୍ଧ ଭାବରେ ବିକ୍ରମ ପଣ୍ଡାଙ୍କ ବିରୁଦ୍ଧରେ ଏ ଅଭିଯୋଗଟିକୁ ଆଣିକିରି ଦାଖଲ କରିଛନ୍ତି। ସାର୍, ମୁଦାଲାଙ୍କ ରାଇଟ୍ସ ଅଛି, ସେମାନେ ପୁଲିସ ଯାହା ବି ତଥ୍ୟ ଦେଇ ଚାର୍ଜସିଟ୍‌ରେ ଉଲ୍ଲେଖ ଦେବା କଥା। ନିଶ୍ଚିତ ଭାବରେ, କାରଣ ପୁଲିସ ଯେକୌଣସି ଜିନିଷ ଉପରେ ଆଧାର କରୁଛି, ଯୋଉ ପ୍ରମାଣ ଉପରେ ଆଧାର କରୁଛି, ସେ ପ୍ରମାଣର ଯୋଉ ତଥ୍ୟ ସେମାନେ ସିଜ୍ କରିଛନ୍ତି ତାର କପି ମୁଦାଲାକୁ ଦେବା ପାଇଁ ବାଧ୍ୟ। ମାନ୍ୟବର ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟର ମଧ୍ୟ ନଜିର ରହିଛି ଯେ ଆପଣ ପେନ୍‌ଡ୍ରାଇଭ୍ ଯଦି ଫାଇଲ୍ କରିଛନ୍ତି, ପେନ୍‌ଡ୍ରାଇଭ୍ର କପି ଦେବେ, ସିଡି ଯଦି ଫାଇଲ୍ କରିଛନ୍ତି ସିଡିର କପି ଦେବେ, ସିଡିଆର ରିପୋର୍ଟ ଯୋଉ ଫାଇଲ୍ କରିଛନ୍ତି ତାର କପି, ସମସ୍ତ ତଥ୍ୟ ଆମକୁ ଦେଲେ ତାହେଲେ ମୁଦାଲାଙ୍କ ତରଫରୁ ଯେଉଁମାନେ ଆଇନଜୀବୀ ଅଛନ୍ତି ସେମାନେ ତାଙ୍କୁ ପ୍ରପରଲି ତାଙ୍କ କେସ୍ କଣ୍ଡକ୍ଟ କରିପାରିବେ। ମୋ ବିରୁଦ୍ଧରେ କ'ଣ ଅଭିଯୋଗ ଯଦି ମୁଁ ଜାଣିବିନି, ମୁଁ କୋର୍ଟରେ ମୁଁ ନିର୍ଦ୍ଦୋଷୀ ବୋଲି କେମିତି ପ୍ରମାଣିତ କରିବି? ତେଣୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ସେ କପି ଦେଲେ ହିଁ ସେଥିରୁ ଜଣାପଡ଼ିବ କ'ଣ ସିଜ୍ ହେଇଛି, କ'ଣ କରିଛନ୍ତି। ସେ କଥା କପି ପାଇଲା ପରେ ହିଁ ଆମେ କହିପାରିବା। ବିକ୍ରମଙ୍କ ଓକିଲ ହିସାବରେ ଆଗକୁ କ'ଣ ରହିବ? ବର୍ତ୍ତମାନ ପର୍ଯ୍ୟନ୍ତ 17 ତାରିଖରେ ତାଙ୍କର ଡେଟ୍ ଅଛି, ପ୍ରଡ୍ୟୁସ୍ ହେବେ। 17 ତାରିଖ ସୁଦ୍ଧା ସେମାନେ ଆମକୁ କପି ଦେବେ, ଯଦି ଦେବାର ଅଛି 17 ତାରିଖ ଦିନ ଦେବେ। ଦେଲା ପରେ ପରବର୍ତ୍ତୀ ଅବସ୍ଥାରେ ଆମେ କ'ଣ କରିବା, ତାଙ୍କୁ କ'ଣ ପିଟିସନ୍ ଫାଇଲ୍ କରିବା, ଇଏ କରିବା, ସେ କାଗଜପତ୍ର ଆମେ ଆଣିଲା ପରେ ତାକୁ ଧରିକି ତ ତାରି ଆଧାରରେ କିଛି ପିଟିସନ୍ ତିଆରି କରିପାରିବୁ। କୌଣସି କାଗଜ ଆମ ପାଖରେ ଏ ଯଦି ଯୋଉଗୁଡ଼ାକ ମାନେ ଗୈରିତ ଅପରାଧ କରିଛନ୍ତି ବୋଲିକି ଯୋଉ ପୁଲିସ ଦର୍ଶଉଛି ଯେ ଏ ପ୍ରକାର ତାଙ୍କ ଚରିତ୍ର ସଂହାର କରିଛି, ତା କାଗଜ ଦିଅନ୍ତୁ, ତାର ସତ୍ୟାସତ୍ୟ ଉପରେ ଆମେ ଅନୁଧ୍ୟାନ କରିବୁ, ତାର ଆଇନଗତ ଦିଗକୁ ଦୃଷ୍ଟିକୁ ନେବୁ, ନେଇକିରି ତା ପରବର୍ତ୍ତୀ ଅବସ୍ଥାରେ ଆମେ ଏକ ପିଟିସନ୍ ଫାଇଲ୍ କରିବୁ କୋର୍ଟରେ। ଆଜି ବିକ୍ରମ ପଣ୍ଡାଙ୍କର ତାଙ୍କର ସ୍ୱାସ୍ଥ୍ୟ ଖରାପ ଅଛି, ସେ ହସ୍ପିଟାଲରେ ଅଛନ୍ତି। ଗତକାଲି ତାଙ୍କର ଗୋଟେ ପିଟିସନ୍ ଫାଇଲ୍ ହେଇଥିଲା, ତାଙ୍କ ସ୍ତ୍ରୀ, ତାଙ୍କ ଘର ଲୋକ ଏବଂ ତାଙ୍କ ଆଇନଜୀବୀଙ୍କୁ ତାଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦିଆଯାଉ। ତାରି ଆଧାରରେ ଆଜି କୋର୍ଟ ତାଙ୍କୁ ଜେଲ୍ ଅଥରିଟିକି ଗୋଟେ କପି ମାଗିଛନ୍ତି, ତାକୁ ଗୋଟେ ରିପୋର୍ଟ ମାଗିଛନ୍ତି। ଜେଲ୍ ଅଥରିଟି ଆଜି ରିପୋର୍ଟ ଦେଲା ପରେ ମାନ୍ୟବର ଅଦାଲତ ତାରି ଆଧାରରେ କୌଣସି ଅର୍ଡର କରିବେ। ଶୁଣନ୍ତୁ, ୟା ପାଇଁ ଡିଫରେଣ୍ଟ ଫୋରମ୍ ଅଛି। ଯଦି ସେ ପ୍ରତିକ୍ରିୟା, ଯଦି ତାଙ୍କୁ ଜେଲ୍ ଭିତରେ ଟର୍ଚର କରାଯାଉଛି, ତା ପାଇଁ ମଧ୍ୟ ପିଟିସନ୍ ଫାଇଲ୍ କରିହେବ। ମାନ୍ୟବର ଯେହେତୁ ବର୍ତ୍ତମାନ ବିକ୍ରମ ପଣ୍ଡା ଏବଂ ଅନ୍ୟ ଅଭିଯୁକ୍ତମାନେ କୋର୍ଟର ପ୍ରପର୍ଟି, କୋର୍ଟର ଜିମାରେ ସେମାନେ ଅଛନ୍ତି, ତାଙ୍କ ରହିବା ପାଇଁ ସେ ଜେଲ୍ ଗୋଟେ ବନ୍ଦୋବସ୍ତ କରାଯାଇଛି। ମୁଦାଲା ହେଉଛନ୍ତି କୋର୍ଟର। ତେଣୁ ଯାହା ବି ମୁଦାଲାକୁ ଜେଲ୍ ଭିତରେ କୌଣସି ପ୍ରକାର ଜିନିଷ ହେଲା, ତା ପାଇଁ ହ୍ୟୁମାନ୍ ରାଇଟ୍ସ କମିଶନ ଅଛି, ମାନ୍ୟବର ଅଦାଲତ ଅଛି। ଏ ଅଦାଲତରେ ପରବର୍ତ୍ତୀ ଅବସ୍ଥାରେ ଯାହା ଯାହା ହେଇଛି ତାକୁ ଧରିକିରି ପିଟିସନ୍ ଫାଇଲ୍ ହୋଇପାରିବ।